ମହାମାନି ଦୁର୍ଯ୍ୟୋଧନ ଆଜ୍ଞା ଆଜ୍ଞା ଚାହିଁଛି ସେଦିନ ଭଗବାନ କୃଷ୍ଣଙ୍କର ମୁଖକୁ ଦେଖା ଯାଉଛି ବିଷର୍ଣ୍ଣ କାରଣ ଇଏ ଶ୍ରୀଅଙ୍ଗର ମୁଖର ଶୋଭା ଶୋଭା ଏଭଳି ଭାବରେ ମ୍ଳାନ ହେଇଯାଇଛି କାରଣ କାରଣ ବାରମ୍ବାର ଗୋଟାଏ ଶବ୍ଦକୁ ଉଚ୍ଚାରଣ କରୁଛି ଦୁର୍ଯ୍ୟୋଧନ ମୁଁ ହଉଛି ପର୍ଣ୍ଣଙ୍ଗ ନାରାୟଣ ନାରାୟଣ ଆଜ୍ଞା ଇଏ ପର୍ଣ୍ଣଙ୍ଗ ନାରାୟଣ କିଏ କାହିଁକି ଏ ଶବ୍ଦକୁ ଶୁଣିଲା ବେଳେ ପର୍ଣ୍ଣଙ୍ଗ ବୋଇଲେ କଣ କିରେ ପର୍ଣ୍ଣଙ୍ଗ ବୋଇଲେ ହାତୀ ଆରେ ଅଲାଜୁକ ପର୍ଣ୍ଣଙ୍ଗ ବୋଇଲେ ସର୍ପ ସର୍ପର ଗୋଟାଏ ନାମ ହଉଛି ପର୍ଣ୍ଣଙ୍ଗ ସର୍ପକୁ ଧାରଣ କରିଛି ଦୁର୍ଯ୍ୟୋଧନ ସେଇଥିପାଇଁ ହେଲା ପର୍ଣ୍ଣଙ୍ଗ ନାରାୟଣ ମୁଁ ଭାବୁଛି ନା ତା ନାମ ହଉଛି ପର୍ଣ୍ଣଙ୍ଗ ନାରାୟଣ ଏ ଧ୍ରୁବ ଦୁର୍ଯ୍ୟୋଧନ ସିଏ ପର୍ଣ୍ଣଙ୍ଗ ନାରାୟଣ କେତେବେଳେ କୋଉଠି ହେଇଥିଲେ କେତେ କଥା ପଚାରୁଛୁ କିରେ ବାବୁ ବାବୁ ଆମର ଚ୍ୟାନେଲ ଲଗେଇଲେଣି ଯାହା ହଉ ଇଏ ପ୍ରତିଯୋଗିତା ମୂଳକ ବାଦପାଲା ଖୁଦୁପୁର ଅନୁଷ୍ଠାନ ପଛରେ ସସ୍ମିତା ରାଉତ ମହୋଦୟ ଅଛନ୍ତି ଆମର ପାଲା ଗାୟିକା ନାଇଁ ଭଦ୍ରକ ଜିଲ୍ଲାର ଜଣେ ମୂର୍ଦ୍ଧନ୍ୟ ପ୍ରତିଭା ଇଏ ପାଲା ଜଗତ ଭିତରେ ଗାୟିକା ଜଗତ ଭିତରେ ନିହାତି ଭାବରେ ଗୋଟାଏ ବଳିଷ୍ଠ ସ୍ଥାନ ସିଏ ନିଜ ପାଇଁ ଆୟତ୍ତ କରିଛନ୍ତି ତେଣୁ କରି ବାପା କହିବାର କଥା ବିଚାର କରନ୍ତୁ ଆପଣ ମାନେ ଏ ଜଗତ ପଥରେ ସଂସାର ପଥରେ ଆମେ ମାନେ ଶାସ୍ତ୍ରକୁ ଯଦି ଆଲୋଡ଼ନ ନ କରିବା ଶାସ୍ତ୍ରକୁ ଅନୁଧ୍ୟାନ ନ କରିବା ତାହେଲେ ଶାସ୍ତ୍ରକାର ହିସାବରେ ଏ ଜଗତରେ କିଛି ନିର୍ଯାସ ତତ୍ତ୍ୱ ଦେଲା ଭଳିଆ ଶକ୍ତି ତୁମେ ଗ୍ରହଣ କରିପାରିବନି କି କାହା ପାଖରେ ସେ କଥାକୁ ପହଞ୍ଚାଇ ମଧ୍ୟ ପାଇପାରିବନି ତେଣୁକରି ବାବୁ ଶାସ୍ତ୍ରକୁ ଆଲୋଡ଼ନ କର ତା ଭିତରୁ ସାରାଂଶକୁ ବାହାର କର ତାହାକୁ ରସ ନେଇ ସେ ରସକୁ ନେଇ ବାପା ମାନଙ୍କ ନିକଟରେ ପହଞ୍ଚାଅ ଏ ମୋର ଜ୍ଞାନେନ୍ଦ୍ର ପୁଙ୍ଗବ ଇଏ ଭଗବାନ କୃଷ୍ଣଙ୍କର ମୁଖମଣ୍ଡଳ ମଳିନ ଦେଖାଗଲା ଆଜ୍ଞା କାରଣ ବାରମ୍ବାର ଏ ଶବ୍ଦକୁ ଶୁଣିଲେ ପ୍ରଭୁ ମୋର ବିଚାର କଲେ କହିଲେ ଯୋଉ କର୍ମ କରିବାକୁ ଆସିଛି ସେ କର୍ମକୁ ଆଜି ପର୍ଯ୍ୟନ୍ତ ମୁଁ ପାଳନ କରିପାରିଲି ନାହିଁ ଯଦି କର୍ମ ନିଜର କର୍ମକୁ ସୁଚାରୁ ରୂପରେ ବାପା କେହି ପାଳନ କରି ନ ପାରନ୍ତି ସେମାନେ କର୍ମ ଭୀରୁ ପାଲଟି ଯାଆନ୍ତି କର୍ମ ଭୀରୁ ପାଲଟି ଯାଆନ୍ତି ବାପା ଯୋଉ ପ୍ରଭୁଙ୍କର ମୁଖକୁ ଇଏ ମ୍ଳାନ କରାଇ ଦଉଥିଲା ମହାମାନି ଦୁର୍ଯ୍ୟୋଧନ ସେଇ ଦୁର୍ଯ୍ୟୋଧନ ବନ୍ଧା ହେଇ ଡାକୁଛି ମତେ ରକ୍ଷା କର ବିଚାର କରନ୍ତୁ ଆଜ୍ଞା ଇଏ ଛୋଟିଆ ବ୍ୟକ୍ତିତ୍ୱ ନୁହନ୍ତି ଦେଖିବା ଦୁର୍ଯ୍ୟୋଧନ କେଉଁ ଭଳିଆ ବୀର ମହାଭାରତର ଜଣେ ଭଲ ମଣିଷ କିଏ ଯଦି ଆମେ ଖୋଜିବା ଦ୍ୱାପର ଯୁଗର ଭଲ ମଣିଷ ଯଦି କିଏ ଖୋଜିବା ତାହେଲେ ସିଏ ହଉଛି ମହାମାନି ଦୁର୍ଯ୍ୟୋଧନ ଯାହାର ସ୍ଥାନ ବାପା ଯୋଉଠି ସିଏ ଯାଇ ସେଠି ନିଶ୍ଚୟ ପହଞ୍ଚିବ ଦ୍ୱାପର ଯୁଗର ଭଲ ମଣିଷ ଦୁର୍ଯ୍ୟୋଧନ ମହାମାନି ଦୁର୍ଯ୍ୟୋଧନ ଦ୍ୱାପର ଯୁଗର ଭଲ ମଣିଷ ସେମିତି କଣ କର୍ମ କଲା ଯେ ଦ୍ୱାପର ଯୁଗର ଭଲର ଆଖ୍ୟା ପାଇଲା ମା କଣ ସିଏ କରିଛି ଜାଣିବା ଆପଣ ମାନଙ୍କର ଭାରବୀ କାବ୍ୟରେ କାବ୍ୟକର୍ତ୍ତା ଭାରବୀ ଲେଖନ୍ତି ଗୋଟାଏ ଶ୍ଲୋକ କହିଲେ ବିଶ୍ୱଙ୍କ ମାନ ଭବତଃ ପରାଭବ ଉପାସନ ସ୍ତପି ବିନାଧିବାସିନ ଜିତୁଂ ଜିତୁ ସମିହତେ ନୟନ ଯେତୁ ଜଗତି ସୁଯୋଧନ ଖାଇ ପିଇକି ଶୋଇବା କଥା ବାବୁ ହେଇନି ପାରିରେ ପାଲା ନହେଲେ ତିନି ପାଞ୍ଚରୁ ଗଲା ତିନି ପାଞ୍ଚରୁ ମଲା ପରିଶ୍ରମ କର ବିନା ପରିଶ୍ରମରେ ବାବୁ ଫଳ ନାହିଁ ଏଠି ଥୁଆ ହେଇନି ଦୌଡ଼ି ଆସିବ ବ୍ୟାଗ ପତ୍ର ଧରିବ ବସା ଘରେ ଥୋଇଦବ ବାବୁରେ ବୁଲି ବାଲିକି ଖାଇବ ପୁଣି ରାତିରେ ଘଣ୍ଟେ 2 ଘଣ୍ଟା ହୋ ହବ କି ନ ହବ ପକେଟ ଗରମ କରି ଘରକୁ ଯିବ ଏଇଟା ଶୋଇବା କଥା ହେଇନି ଖାଇବା କଥା ହେଇନି ଏ ପରିଶ୍ରମ କର ବିନା ପରିଶ୍ରମରେ ବାବୁ ଫଳ ନାହିଁ ଟଙ୍କାଟା ଯେମିତି ଛେପ ଲଗେଇକି ଯାଉଛି ବାବୁ ମାନେ ଆମକୁ ଦଉଛନ୍ତି ଏ ଟଙ୍କାର ମୂଲ୍ୟ ରଖିବା ପାଇଁ ଚେଷ୍ଟା କର ଗୋଟାଏ ଟଙ୍କାର ମୂଲ୍ୟ କେତେ ଯିଏ ଉପାର୍ଜନ କରୁଛି ବାପା ସିଏ ଜାଣୁଛି ଆପଣ ମାନେ ରାତିକ ଟଙ୍କାକୁ ଯେତେବେଳେ ଆମକୁ ଦେବେ ଇଏ ଦେଲା ବେଳେ ସେତିକି ଆମେ ଆପଣଙ୍କୁ ଦାନ ଦବୁ ନା ଆଉ ଦାନକୁ ନ ଦେଲେ ଦକ୍ଷିଣା ଆଉ ସେ ଦାନ
ବିଶ୍ୱଙ୍କ ମାନା ଭବତଃ ପରାଭବ ନୃପାସନସ୍ତପି ବିନାଧିବାସୀନ ଦୂର ଦୂର ଜିତୁ ଜିତୁ ସମୀହତେ ନୟନ ଜେତୁ ଜଗତି ସୁଯୋଧନ। ତାର କାର୍ଯ୍ୟ କେମିତି ଥିଲା? ଜଣେ ରାଜାର କର୍ତ୍ତବ୍ୟ, ରାଜାର କର୍ତ୍ତବ୍ୟ ବାପା ଘରର ଯିଏ ମୁଖ୍ୟ, ହଁ ହଁ ଘରର ଯିଏ ମୁଖ୍ୟ ସମସ୍ତଙ୍କୁ ସମଦୃଷ୍ଟିରେ ଦେଖିବ ନା ଜଣକୁ ଆଗରେ ଜଣକୁ ପଛରେ ରଖିବ? ନାଇଁ ସମଦୃଷ୍ଟିରେ ଦେଖିବା କଥା ବାପା। ରାଜାଙ୍କର ଘରର ଗାର୍ଡିଆନଙ୍କର କର୍ତ୍ତବ୍ୟ ଯାହା, ରାଜାଙ୍କର ଧର୍ମ ହଉଛି ସେଇଆ। ତାହେଲେ ଦୁର୍ଯ୍ୟୋଧନ କଣ କରିଛି? ଏ ଦୁର୍ଯ୍ୟୋଧନ ରାଜା ରୂପରେ ପ୍ରଜାମାନଙ୍କ ପ୍ରତି ଏଭଳି କର୍ତ୍ତବ୍ୟ କରିଛି ଆଜ୍ଞା। ଇଏ ମହାଭାରତରେ ଖୋଜିଲେ ଏଭଳି ଜଣେ ରାଜା କେବେ କରିନାହାନ୍ତି। ଆଚ୍ଛା ସିଏ କଣ କରିଛି ନା ବିଶ୍ୱଙ୍କ ମାନା ଭବତଃ ପରାଭବ। କଣ ବୁଝିଉନି ଓଡିଆରେ ବୁଝାନ୍ତୁ। ଗୋଟାଏ ପଟେ ଠିଆ କରିଛି ନିଜର ପୁତ୍ରକୁ, ଆଜ୍ଞା ଅନ୍ୟ ପଟେ ସମସ୍ତ ସୈନ୍ୟ ମାନଙ୍କୁ ଠିଆ କରିଛି। हेलो ବୃହଗ ସ୍ୱୟଂ ପ୍ରିୟଂଶୀ ତମ ନା? ଶୁଭମ। ଆଚ୍ଛା ତମ ନା? ସୁବାସ ହଉ ହଉ। ନାରାୟଣ ସ୍ୱାମୀ କଲ୍ୟାଣ କରନ୍ତୁ, ଚଲାପଥରେ ମଙ୍ଗଳକୁ ସୃଷ୍ଟି କରନ୍ତୁ, ସପରିବାରକୁ ସର୍ବକୁ ରକ୍ଷା କରନ୍ତୁ, 108 ପରମାୟ ପ୍ରଦାନ କରନ୍ତୁ। ସତେ ଦେଲା ଭଳିଆ ମାଗୁଛନ୍ତି ଆଉ କଣ? 108 ପରମାୟ ପ୍ରଦାନ କରନ୍ତୁ। ମୋ ପିଲାମାନଙ୍କର ଭବିଷ୍ୟତ ଜୀବନ ଉଜ୍ଜଳମୟ ହଉ। ବୋଲ ସର୍ବାନନ୍ଦ ବା। ହଉ ଯା। ହଉ କହିବାର କଥା, ଦୁର୍ଯ୍ୟୋଧନ କଣ କରିଛି? ପିଲାମାନଙ୍କର ଚକୋଲେଟ ଖାଇବାର ବୟସ, ସେମାନେ ଆନନ୍ଦରେ ଆସୁଛନ୍ତି, କେମିତି କାହାକୁ କଥା କୁହାଯାଏ ଆଜି ପର୍ଯ୍ୟନ୍ତ ଶିଖୁନା। ହଉ ତେଣୁକରି ମୋ ଧନ ବିଚାର କରନ୍ତୁ ଆଜ୍ଞା। ସେଦିନ ଇଏ ଗୋଟାଏ ପଟେ ଠିଆ କରାଇଛନ୍ତି ନିଜର ପୁତ୍ର ଲକ୍ଷ୍ମଣ କୁମାରକୁ, ଗୋଟେ ଗୋଟେ ଅନ୍ୟ ପଟେ ସମସ୍ତ ସୈନ୍ୟ ମାନଙ୍କୁ ଠିଆ କରାଇଛି ମହାମାନି ଦୁର୍ଯ୍ୟୋଧନ। ସମସ୍ତଙ୍କୁ କହୁଛି ମୋ ପାଇଁ ମୋ ପୁତ୍ର ଲକ୍ଷ୍ମଣ କୁମାର ଯାହା, ତମେ ମାନେ ସମସ୍ତେ ହଉଛ ସେଇଆ। ରାଜା ଯେତେବେଳେ ନିଜର ପୁତ୍ର ସଙ୍ଗରେ ସୈନ୍ୟ ମାନଙ୍କୁ ସମାନ କରିବେ, ମା ସେତେବେଳେ ସୈନ୍ୟ ମାନେ କଣ କହିବେ? ଆମ ରାଜାଙ୍କ ଭଳିଆ ରାଜା ଖୋଜିଲେ ଜଗତରେ ମିଳିବେ ନାହିଁ ଆଜ୍ଞା। କେବଳ ଯେ ସୈନ୍ୟ ମାନଙ୍କୁ ନିଜର ଆପଣାର କରିଛି ମହାମାନି ଦୁର୍ଯ୍ୟୋଧନ ସେ କଥା ନୁହେଁ। ତାହେଲେ ଆଉ କାହା ପାଇଁ କଣ କରିଛନ୍ତି? ଆଜ୍ଞା ପ୍ରଜା ମାନଙ୍କ ପାଇଁ, ରାଜ୍ୟବାସୀଙ୍କ ପାଇଁ କରିଛି କଣ? ଆଉ ଗୋଟା ଶ୍ଲୋକ ସେଇ ଭାରବୀ କାବ୍ୟରୁ ଗାଉଛି, କହିଲା ବସୁନି ବାଛିଣ ବସୁନ ମନୁର ଧର୍ମ ଇତ୍ୟାବ ଗୁଣନ ବିସ୍ତାର ପ୍ରତିଷ୍ଠାନ ରିପୌସିତା ବିବାହ ନିହନ୍ତି ଦଣ୍ଡାନ ସଧର୍ମ ବିପ୍ଳବ। ରାଜ୍ୟବାସୀ ମାନଙ୍କ ପାଇଁ ରାଜ୍ୟରେ ବିପ୍ଳବୀ ସାଜିଛି ମହାମାନି ଦୁର୍ଯ୍ୟୋଧନ। ନିର୍ଦୋଷୀକୁ ଦଣ୍ଡ ଦଉନାହିଁ, ଦୋଷୀକୁ ବାବୁ ଛାଡୁନାହିଁ। ଗୁରୁଙ୍କର ଆଦେଶକୁ ପୁଷ୍ପହାର ସହ ଗ୍ରହଣ କରି ପ୍ରଜାମାନଙ୍କୁ ପୁତ୍ର ସମ ଇଏ ମହାମାନି ଦୁର୍ଯ୍ୟୋଧନ ବାବୁ ପାଳନ କରୁଛି। ଏ ମା ଆଉ କଣ କରିଛି? ଆଉ ଗୋଟା ଶ୍ଲୋକ ଗାଉଛି, ବୋଲା ସୁଖେନ ଲଭ୍ୟାଦ ଧନ କୃଷି ବଳେଇ କୃଷ୍ଣ ପଢାଇବ ଶସ୍ୟ ସମ୍ପଦ ବିଦ୍ୱନତି ଖେବ ମଦେକ ମାତୃକା ଚିରାୟସ୍ତସିନି କୁରବଶ୍ଚକା ସତି। ସୁଖେନ ଲଭ୍ୟାଦ ଧନ କୃଷି ବଳେଇ। ଧ୍ରୁବ ସଂସାରର ଅନ୍ନଦାତା, ये पिंडर कारण कर्ता, पिंड को रखिला वाला किए से ना कृषक बल। सुखेन लभ्या दधन कृषि बलई। भारबी काव्य रे काव्यकर्ता भारबी लिखिले कृषक होचंती आमर बल। कृषक आम मानकर बल किपरि? ये अनुरूप गोटा ओडिया पद गाउछि, कला कृषि प्रसारण सबुज विप्लव उन्नतिर मूल भूति कृषिकारंकर कृषि उन्नयन
ଉନ୍ନତିର ମୂଳ ଭିତ୍ତି କୃଷିକାରଙ୍କର କୃଷି ଉନ୍ନୟନ କରଇ ନିରତେ ଚିନ୍ତି। କାଇଁ ଏ କଥା ମୁଁ କହୁଛି ବାପା, ସଂସାରକୁ ତିନୋଟି ମୁନ ରକ୍ଷା କରିଛି। ତିନୋଟି ମୁନ କଣ କଣ? ଗୋଟେ ଚିଲିମ ମୁନ, ଗୋଟେ କୋଡି ମୁନ, ଆଉ ଗୋଟେ କାଙ୍କ ବା ଗଇଁଚି ମୁନ। ଏ କୋଡିର ବାବୁ କେଡ ବଡ ମୁନ ଆପଣ ମାନେ ଦେଖୁନାହାନ୍ତି? କୋଡିର ଏଡେ ବଡ ମୁନ। ହଁ ହଁ, ଆଉ ମୁନ ନହେଲେ ମାଟି କେମିତି ଖୋଳା ହବ? କୋଡିର ମୁନ ତ ଅଛି। ଆଉ ଦେଖନ୍ତୁ ଆଜ୍ଞା, ତିନୋଟି ମୁନ, ଗୋଟାଏ ବନ୍ଧୁକ ମୁନ, ଆଉ ଗୋଟାଏ ଲେଖନୀ ମୁନ, ଆଉ ଗୋଟା ହେଲା ଲଙ୍ଗଳ ମୁନ। ଆଜ୍ଞା, ବନ୍ଧୁକ ମୁନ ଇଏ ସୀମାନ୍ତରେ ବନ୍ଧୁକକୁ ହସ୍ତରେ ଧରି ଜାଗ୍ରତ ପ୍ରହରୀ ଭାବରେ ଆମ ମାନଙ୍କର ପ୍ରାଣକୁ ରକ୍ଷା କରିବା ପାଇଁ ସତର୍କତାକୁ ଅବଲମ୍ବନ କରି ଇଏ ଦିନ ରାତ୍ର ଯିଏ ଜଗି ରହିଛନ୍ତି ବୋଲି ଆମେ ମାନେ ଆନନ୍ଦରେ ଖାଉଛେ ପିଉଛେ, ଇଏ କର୍ମ ତତ୍ପର ଭାବରେ କାର୍ଯ୍ୟ କରି ଆନନ୍ଦରେ ଅଛେ। ଯଦି ସେମାନେ ବନ୍ଧୁକକୁ ପ୍ରସ୍ତୁତ ନ କରି ସୀମାନ୍ତକୁ ଜଗି ନଥାନ୍ତେ, ଏ ଆମ ମାନଙ୍କର ପ୍ରାଣ କେତେବେଳେ ବାପା ଚାଲି ଯାଇଥାନ୍ତା। ଆଚ୍ଛା ମୋ ବାପା କହିଲେ ଦେଖି, ଶହୀଦ ସେମାନେ ସୈନ୍ୟ ମାନେ ମୃତ୍ୟୁବରଣ କଲେ, ସେମାନଙ୍କୁ ଆମେ ଶହୀଦ ହେଇଗଲେ ବୋଲି କହୁଛ। ଯେତେବେଳେ ସନ୍ତ୍ରାସବାଦୀ ମରି ଯାଉଛନ୍ତି ଆମେ ତାଙ୍କୁ ନିହତ ହେଲେ ବୋଲି କହୁଛନ୍ତି। କାହିଁକି ଏଇ କଥା ଆପଣଙ୍କୁ ଜଣା ନାହିଁ? ସନ୍ତ୍ରାସବାଦୀ ମାନଙ୍କୁ ନିହତ କୁହାଯାଏ କାହିଁକି? ହଁ। କାରଣ ସିଏ ମରିଗଲା ପରେ ଆଉ ଟଙ୍କା ମିଳେ। ତୁ ଆଉ ବୁଝା ନା, ପ୍ରବଳ ଜ୍ଞାନ ତୋର ହେଇଗଲାଣି, ବୁଝେଇବାଟା ମଧ୍ୟ ପ୍ରବଳ ହଉଛି। ଏ ମା, ସେମାନେ ନିହତ, ଏମାନେ ହଉଛନ୍ତି ଶହୀଦ। କାହିଁକି? ତାଙ୍କ ପୂର୍ବପୁରୁଷ ପାଇଁ ଟଙ୍କା ଆସେ, ତାଙ୍କର ଟଙ୍କା ସବୁ ସରିଯାଏ। କହିଲା ବାଜିଆ ଧର୍ମା ନାହାନ୍ତି ଏ ଦେଶେ, ରଖିଲେ ସେ ବାଜିଆ ଧର୍ମା ନାହାନ୍ତି ଏ ଦେଶେ, ଯିଏ ଦେଶ ପାଇଁ ଜାତି ପାଇଁ ନିଜର ଜୀବନକୁ ଉତ୍ସର୍ଗୀକରଣ କରେ ତାଙ୍କୁ ଆମେ ମନେ ରଖନ୍ତି। ସେ ଶହୀଦ ହେଇଗଲେ। ବାପା ଜଗତରେ 4 ଜଣ ଅମର। ରାଧାନାଥ ରାୟ କହିଲେ କବି କଳାକାର ଭକତ ଦେଶ ସେବକ 4 ମାନେ ଅଟକି ଅମର। କବି କଳାକାର ଭକ୍ତ ଆଉ ଦେଶ ସେବକ। କାହିଁ କେତେ ଦିନରୁ କବି ମାନେ ଗଲେଣି, ଭାରବୀ ଗଲେଣି, ये कालिदास गलेणी, माघ गलेणी, भर्तृहरि गलेणी, राधानाथ राय गलेणी, किंतु आमे तांकु वर्तमान काल रे रखिछे। भंज लिखिले, गंगाधर मेहर लिखिले, राधानाथ राय लिखिले, फकीर मोहन सेनापति लिखिले, कालिदास लिखिले, जे वर्तमान काल रे मा अछंती सी अमर ना मर मरिचंती ना बंचिचंती? नाही बंचिचंती। से माने बंचिचंती। एमिति का काम करो। आपनकर गणकवि वैष्णव पाणी लिखिले, बोले जहा कोले तोते भाबिब दुनिया रे, जहा कोले तोते भाबिब दुनिया, जहा जाई धाओ हरि मनीष रूप रे जन्म तांकु काई मने पकौचे, आमुक काई जगत मने पकौ ना? आमे मरिगला पर आमुक मने पकेबे ना? नाई रे, सेई मानकु जगत मने रखे। केउ मानकु जहा कले तोते भाबिबो दुनिया, ताहा जाई थाओ करी। एमिति का काम करो समस्तंकर हृदय रूपक ये पृष्ठारे लिपिबद्ध है तुमे रह। ए पुओ संसार रे जे भलो काम करिछि, परर उपकार करिछि, पर पई जीवन देइछि,
ଜଗତ ପାଇଁ କିଛି କରିଛି वाह ତାକୁ ବାପା ସମସ୍ତେ ମନେ ରଖିଛନ୍ତି। हे मोर ज्ञानेन्द्र पुंगव ସେଇମାନଙ୍କ ଭିତରୁ 4 ଜଣ, ଜଣେ କବି, ଜଣେ କଳାକାର, ଆଉ ଜଣେ ଦେଶପ୍ରେମୀ, ଆଉ ଜଣେ ହେଉଛନ୍ତି ଭକ୍ତ। ଭକ୍ତ ଲିଷ୍ଟରେ ଯେଉଁମାନଙ୍କ ନାମ ଚଢ଼ିଛି, ଭକ୍ତ ବିଦୁର କୁହନ୍ତୁ, ଭକ୍ତ ବନ୍ଧୁ ମହାନ୍ତି କୁହନ୍ତୁ, ଭକ୍ତ ଇଏ ବନ୍ଧୁ ଇଏ କିଏ ସାଲବେଗ କୁହନ୍ତୁ, ରଘୁ ଅରକ୍ଷିତ କୁହନ୍ତୁ, ଯାହା କଥା ଆପଣ କହନ୍ତୁ, ଭକ୍ତ ବଳରାମ କୁହନ୍ତୁ, ସମସ୍ତଙ୍କୁ ଏ ଜଗତ ମନେ ରଖିଛି। କାରଣ ଭକ୍ତିର ଶୀର୍ଷକ ପାବଛରେ ପହଞ୍ଚି ପ୍ରଭୁଙ୍କୁ ସିଏ ଭାବରେ ବାନ୍ଧିଛନ୍ତି। ଆଉ ଦେଶ ପ୍ରେମୀ ଯୋଉମାନେ, ଦେଶସେବୀ ଯୋଉମାନେ, ଦେଶ ପାଇଁ ଜାତି ପାଇଁ ଜୀବନ ଦେଇ ଦେଇଛନ୍ତି, ନିଜକୁ ଶହୀଦ କରାଇ ଦେଇଛନ୍ତି। ଛୋଟିଆ ଛୁଆ ବାଜି ରାଉତ, ଛୋଟିଆ ଛୁଆ ଲକ୍ଷ୍ମଣ ନାୟକ, ଏ ଛୋଟିଆ ଛୁଆ ଧର୍ମପଦ ଜଗତ ପାଇଁ ପ୍ରାଣ हेलो ପ୍ରାଣ ଦେଇଦେଲେ। ବାବୁ ଛୋଟିଆ ଛୁଆ ଧର୍ମପଦ ସେଦିନ ବାପାଙ୍କ ପାଖରେ ପହଞ୍ଚିଲା, ଡାକିଲା କହିଲା ପିତା ବାବା ଇଏ ବଞ୍ଚିସ तव रस କହିଲା ବାପା 12 ବର୍ଷ ବଞ୍ଚିଛି, ନହେଲେ ଆଉ 100 ବର୍ଷ ବଞ୍ଚିବି। ଏ ଜୀବନରେ କିଛି ମୂଲ୍ୟ ରହିବ? କାରଣ ପରମାୟୁ ପ୍ରାପତ